নমস্কার জয় জগন্নাথ শুভ সকাল আজ হচ্ছে ফেব্রুয়ারি 5 তারিখ গুরুবার আজ দিনের অনেক গুরুত্বপূর্ণ খবর আসিছি তেণু ভিডিওকে শেষ পর্যন্ত দেখা মোর আপনার অনুরোধ তেবে আসন্তু আজ দিনের 20টি বড় খবর উপরে নজর পকাইবা ভিডিও ভাল লাগিলে আপনার ভাল পাইবা স্বরূপ গোটে গোটে লাইক নিশ্চিত করিদেবে এসহিত আপনার কেউ জেলার এই খবর দেখুছেন কমেন্ট করে জনাইদেবে। আজির প্রথম খবর আসন্তা 18 রু আরম্ভ হব যুক্ত 2 থিওরি পরীক্ষা প্রকাশ পাইলা স্বতন্ত্র নিয়মাবলী প্রকাশ পাইলা যুক্ত 2 নিয়মাবলী আসন্তা 18 রু আরম্ভ হব যুক্ত 2 থিওরি পরীক্ষা সমস্ত পরীক্ষা কেন্দ্রে সিসিটিভি লগা যাইছি হেলে পরীক্ষা কেন্দ্রকু মোবাইল সমেত অন্য বৈদ্যুতিক সরঞ্জাম মনা কেবল পরীক্ষার্থী আডমিট কার্ড দেখাই পরীক্ষা কেন্দ্রকু যাইপারিবে পরীক্ষার 15 মিনিট পূর্বরু পরীক্ষার্থী কেন্দ্র ভিতরে প্রবেশ করিপারিবে পরীক্ষা আরম্ভর অধঘণ্টা পরে কৌশি भी পরীক্ষার্থীଙ୍କୁ কেন্দ্র ভিতরকু প্রবেশ সুযোগ মিলিব ନାହିଁ। চলিত থর 4 সেটর প্রশ্নপত্র ହେବ চলিত থর পরীক্ষার্থীଙ୍କୁ গোটিଏ উত্তর খাতা মিলিব 32 পৃষ্ঠা বিশিষ্ট রহিব উত্তর খাতা পরীক্ষার্থীଙ୍କୁ অতিরিক্ত উত্তর খাতা বা আডিশনাল পেপর দিয়াଯିବ ନାହିଁ। পরবর্তী খবর 2 জৈশী আতঙ্কী নিহত জম্মু কাশ্মীরে সুরক্ষা কর্মীଙ୍କୁ বড় সফলতা উদ্ধমপুରରେ সুরক্ষা কর্মীଙ୍କ গুলিରେ 2 জৈশী আতঙ্কবাদী নিহত ହୋଇଛନ୍ତି। নিহতଙ୍କ ମଧ୍ୟରେ ଜୈଶୀ କମାଣ୍ଡର ଥିବା ସୂଚନା ମିଳିଛି। ମଙ୍ଗଳବାର ଦିନ ଉଧମପୁର ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରେ ଏକ ପ୍ରାକୃତିକ ଗୁମ୍ଫା ଭିତରେ ସୁରକ୍ଷା ବାହିନୀ ଜୈଶେ ମହମ୍ମଦର 2ରୁ 3 ଜଣ ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରିବା ପରେ ପ୍ରାୟ 1 ଘଣ୍ଟା ଧରି ଚାଲିଲା ଭୟଙ୍କର ଗୁଳି ବିନିମୟ। ଏହି ଏନକାଉଣ୍ଟରରେ 2 ଜୈଶେ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଜଣେ ଆତଙ୍କବାଦୀ ଆହତ ହୋଇ ତାଙ୍କ ସହଯୋଗୀଙ୍କ ସହିତ ଗୁମ୍ଫା ଭିତରକୁ ପଳାଇ ଯାଇଥିଲେ। ଏନେଇ ବୁଧବାର ଦିନ ସେନା ଅଧିକାରୀ ସୂଚନା ଦେଇ କହିଛନ୍ତି ସୁରକ୍ଷା ବାହିନୀ ଉଧମପୁର ଜିଲ୍ଲାର ଏକ ଗୁମ୍ଫାରେ ଲୁଚି ରହିଥିବା 2 ଜୈଶେ ମହମ୍ମଦ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ପରବର୍ତ୍ତୀ ଖବର କାର ଭ୍ୟାନ ଟୁରିଷ୍ଟ ସେବାର ଶୁଭାରମ୍ଭ ଓଡ଼ିଶାରେ ଅତ୍ୟାଧୁନିକ କାର ଭ୍ୟାନ ଟୁରିଷ୍ଟ ସେବାର ଶୁଭାରମ୍ଭ ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। ଭିଜିଏଫ୍ ଯୋଜନା ଦ୍ୱାରା ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବ କାର ଭ୍ୟାନ। ଗାଡ଼ିରେ ଶୌଚାଳୟ ଠାରୁ ଆରମ୍ଭ କରି ଶୋଇବା ସହ କିଚେନ ବ୍ୟବସ୍ଥା ରହିଛି। ହୀରାକୁଦ ଡେବ୍ରିଗଡ଼ ଶିମିଳିପାଳ ଚିଲିକା ଭିତରକନିକାରେ ସେବା ମିଳିବ। ସାତକୋଶିଆ ଦେଓମାଳି ଭଳି ପର୍ଯ୍ୟଟନ କ୍ଷେତ୍ରରେ ସେବା ଉପଲବ୍ଧ ରହିବ। ପରବର୍ତ୍ତୀ ଖବର ଶିକ୍ଷକଙ୍କ ପାଇଁ ଉଚ୍ଚସ୍ତରୀୟ କମିଟି ପୁନର୍ଗଠିତ ଶିକ୍ଷକ ଅଧ୍ୟାପକଙ୍କ ଦାବି ପାଇଁ ପୁନର୍ଗଠିତ ହେଲା ଉଚ୍ଚସ୍ତରୀୟ କମିଟି। ଅବସରପ୍ରାପ୍ତ ଆଇଏଏସ୍ ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। 5 ଜଣଙ୍କୁ ନେଇ ପୁନର୍ଗଠିତ ହେଲା ଉଚ୍ଚସ୍ତରୀୟ କମିଟି। ଅବସରପ୍ରାପ୍ତ ଆଇଏଏସ୍ ସୁଦର୍ଶନ ନାୟକଙ୍କୁ କମିଟିର ସହ ଅଧ୍ୟକ୍ଷ କରାଯାଇଛି। ସ୍ୱତନ୍ତ୍ର ଶାସନ ସଚିବ ଶାନ୍ତନୁ ସାହୁ ଅବସରପ୍ରାପ୍ତ ଓଏସ୍ ସନାତନ ପଣ୍ଡା କମିଟିର ସଦସ୍ୟ ଅଛନ୍ତି। ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ର ମଧ୍ୟ କମିଟିର ସଦସ୍ୟ ଅଛନ୍ତି। 6 ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ କମିଟି। ପରବର୍ତ୍ତୀ ଖବର ଶିଶୁ ବାଟିକାରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ ସରକାରୀ ସ୍କୁଲ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ। ଆସନ୍ତା 15 ତାରିଖ ସୁଦ୍ଧା ପ୍ରକ୍ରିୟା ସାରିବାକୁ ଡିଓଙ୍କୁ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଶିଶୁ ପିଛା 1000 ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର ହୋଇଛି। 2 ହଳ ପୋଷାକ ସହ ଜୋତା ଟି ସାର୍ଟ ଟ୍ରାକ୍ ପ୍ୟାଣ୍ଟ ଟୋପି ମିଳିବ। ପୋଷାକର ରଙ୍ଗ ଡିଜାଇନ ପ୍ରଥମ ଶ୍ରେଣୀ ପିଲାଙ୍କ ମାନଦଣ୍ଡ ଅନୁସାରେ ହେବ। ପରବର୍ତ୍ତୀ ଖବର ହ୍ୱାଟ୍ସଆପରେ ମିଳିବ ରାଜସ୍ୱ ସେବା ଏଣିକି ହ୍ୱାଟ୍ସଆପ ମାଧ୍ୟମରେ ମିଳିବ ରାଜସ୍ୱ ସେବା। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା 24 ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ। ଜମିଜମା ବାବଦର ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ। ସମୟସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ। ଦୁର୍ନୀତି ବନ୍ଦ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଦୁର୍ନୀତି ଅଭିଯୋଗ ଆସିଲେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କଡ଼ା ଆକ୍ସନ ନିଆଯିବ। କାମ ନହେଲେ ରାଜସ୍ୱ ମନ୍ତ୍ରୀଙ୍କୁ ହ୍ୱାଟ୍ସଆପରେ ଅଭିଯୋଗ କରିପାରିବେ। ଆଜି ହ୍ୱାଟ୍ସଆପ ସେବାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ। 55ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ। ପରବର୍ତ୍ତୀ ଖବର ପ୍ରଥମରୁ ଅଷ୍ଟମ ପରୀକ୍ଷା ଆସନ୍ତା ମାର୍ଚ୍ଚ 9 ତାରିଖରୁ ଆରମ୍ଭ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା। ପ୍ରଥମରୁ ଚତୁର୍ଥ ଷଷ୍ଠରୁ ସପ୍ତମ ଶ୍ରେଣୀ ଯାଏଁ ସେମିଟିଭ ଆସେସମେଣ୍ଟ 2 ହେବ। ପଞ୍ଚମ ଅଷ୍ଟମ ଶ୍ରେଣୀ ପିଲାଙ୍କର ବାର୍ଷିକ ପରୀକ୍ଷା ହେବ। ମାର୍ଚ୍ଚ 6ରୁ 7 ତାରିଖ ଯାଏଁ ମୌଖିକ ପରୀକ୍ଷା ହେବ। 7ରୁ 13 ତାରିଖ ଯାଏଁ ଲିଖିତ ପରୀକ୍ଷା ହେବ। ଏନେଇ କାର୍ଯ୍ୟସୂଚୀ ଜାରି କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ। ପରବର୍ତ୍ତୀ ଖବର 2ଟି ନୂଆ ରିଚାର୍ଜ ପ୍ଲାନ ଲଞ୍ଚ କଲା ଏୟାରଟେଲ। ଟେଲିକମ୍ ସେକ୍ଟରରେ ବଢୁଥିବା ପ୍ରତିଯୋଗିତା ମଧ୍ୟରେ ଏୟାରଟେଲ ପ୍ରିପେଡ୍ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିବା ପାଇଁ ଏକକାଳୀନ 2ଟି ନୂତନ ରିଚାର୍ଜ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନଗୁଡ଼ିକ ବିଶେଷ ଭାବରେ ସେମାନଙ୍କ ପାଇଁ ଡିଜାଇନ କରାଯାଇଛି ଯେଉଁମାନେ କୌଣସି ଚିନ୍ତା ବିନା ଅଧିକ ଇଣ୍ଟରନେଟ ବ୍ୟବହାର କରିବାକୁ ଚାହାନ୍ତି। ଏହି ନୂତନ ଏୟାରଟେଲ ଅଫରଗୁଡ଼ିକର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଯେ ଏଗୁଡ଼ିକ ଅସୀମିତ 4G ଏବଂ 5G ଡାଟା ପ୍ରଦାନ କରେ। ଅର୍ଥାତ୍ ଡାଟା ସରିଯିବା ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏୟାରଟେଲ 399 ଟଙ୍କା ଏବଂ 449 ଟଙ୍କା ମୂଲ୍ୟର 2ଟି ପ୍ରିପେଡ୍
ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିଛି। ଉଭୟ ପ୍ଲାନ୍ 28 ଦିନର ବୈଧତା ସହିତ ଆସିଥାଏ। ପରବର୍ତ୍ତୀ ଖବର ଇରାନ ଡ୍ରୋନକୁ ମାରି ଖସାଇଲା ଆମେରିକାର ଲଢୁଆ ବିମାନ, ଅଳ୍ପକେ ବର୍ତ୍ତିଲା ଆରବ ସାଗରରେ ମୃତୟନ ଆମେରିକା ଯୁଦ୍ଧ ଜାହାଜ। ଆମେରିକା ଇରାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିବାରେ ଲାଗିଛି। ଆରବ ସାଗରରେ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି। ଆରବ ସାଗରରେ ମୃତୟନ ତାର ଯୁଦ୍ଧ ଜାହାଜ ଆଡକୁ ଆକ୍ରମଣାତ୍ମକ ଭାବରେ ମାଡ଼ି ଆସୁଥିବା ଇରାନର ଏକ ଡ୍ରୋନକୁ ଏହାର ଫାଇଟର ଜେଟ୍ ଗୁଳି କରି ଖସାଇ ଦେଇଥିବା ଆମେରିକା ଦାବି କରିଛି। ପରବର୍ତ୍ତୀ ଖବର ସାଉଦି ଆରବ ସହ ବନ୍ଧୁତା ପାକିସ୍ତାନକୁ ପଡ଼ିଲା ମହଙ୍ଗା। ଶୀଘ୍ର ଋଣ ଟଙ୍କା ଫେରାଇବାକୁ ଦାବି କଲା ୟୁଏଇ। କାଙ୍ଗାଳ ହୋଇଯିବ ପାକିସ୍ତାନ। ସାଉଦି ଆରବ ବଳରେ ନିଜକୁ ବଳିଆ କରିବା ଚିନ୍ତାଧାରା ନେଇ ସାଉଦି ଆରବ ସହ ସମ୍ପର୍କ ବାନ୍ଧିଥିଲା ପାକିସ୍ତାନ। କିନ୍ତୁ ଏହି ବନ୍ଧୁତା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ୟୁନାଇଟେଡ୍ ଆରବ ଏମିରେଟ୍ସ ପାକିସ୍ତାନ ନେଇଥିବା ଋଣ ଯଥାଶୀଘ୍ର ପରିଶୋଧ କରିବା ପାଇଁ ସିଧା ଶୁଣାଇ ଦେଇଛି। ୟୁଏଇ ପାକିସ୍ତାନକୁ $2 ବିଲିୟନ ଋଣ ପ୍ରଦାନ କରିଛି। 2ଟି କିସ୍ତିରେ ଏହି ଋଣ ପ୍ରଦାନ କରିଛି ୟୁଏଇ। ପରବର୍ତ୍ତୀ ଖବର ବଦଳିବ କ୍ରିକେଟ ନିୟମ, 73ଟି ସଂଶୋଧନ ଆଣିଲା ଏମସିସି। କ୍ରିକେଟର ନିୟମ ପ୍ରଣୟନ କରୁଥିବା ସର୍ବୋଚ୍ଚ ସଂସ୍ଥା ଏମସିସି ନିୟମାବଳୀରେ ମୋଟ 73ଟି ସଂଶୋଧନ କରିଛି ଓ ଏଗୁଡ଼ିକ ଆସନ୍ତା ଅକ୍ଟୋବର ମାସରୁ ଲାଗୁ ହେବ। ଏସବୁ ନିୟମଗୁଡ଼ିକ ଆଗାମୀ ଦିନରେ କ୍ରିକେଟକୁ ବ୍ୟାପକ ଭାବରେ ପ୍ରଭାବିତ କରିବାର ସମ୍ଭାବନା ରହିଛି। ପ୍ରମୁଖ ସଂଶୋଧନ ମଧ୍ୟରେ ରହିଛି ଟେଷ୍ଟରେ ଶେଷ ଓଭର ବୋଲିଂ ନିୟମ। ଯଦି ଗୋଟିଏ ଦିନର ଖେଳ ଶେଷ ଓଭର ବୋଲିଂ କରାଯାଉଛି ଓ ଗୋଟିଏ ୱିକେଟ ପଡ଼ିଲା, ତେବେ ସେହି ଓଭରକୁ ଶେଷ କରିବା ବାଧ୍ୟତାମୂଳକ ହେବ। ଅର୍ଥାତ୍ ଓଭର ମଝିରୁ ଷ୍ଟମ୍ପସ୍ ଅପସାରଣ କରାଯାଇ ପାରିବ ନାହିଁ। ଆଉ ଏକ ସଂଶୋଧିତ ନିୟମ ହେଉଛି ବୋଲରଙ୍କ ରନ୍ଅପ୍ ସମୟରେ ୱିକେଟ ରକ୍ଷକ ନିଜର ଗ୍ଲୋଭ୍ସକୁ ଷ୍ଟମ୍ପସ୍ ଆଗକୁ ସାମାନ୍ୟ ଆଣିପାରିବେ ଓ ଏଥିପାଇଁ ତାଙ୍କୁ ଦଣ୍ଡିତ କରାଯିବ ନାହିଁ। ତେବେ ବୋଲରଙ୍କ ହାତରୁ ବଲ୍ ବାହାରିବା ପରେ ତାଙ୍କ ଗ୍ଲୋଭ୍ସ ଷ୍ଟମ୍ପସ୍ ପଛରେ ରହିବ। ପରବର୍ତ୍ତୀ ଖବର ସୁପ୍ରିମକୋର୍ଟରେ ଏସ୍ଆଇର ଶୁଣାଣି, ମମତା ରଖିଲେ ପକ୍ଷ। ସୁପ୍ରିମକୋର୍ଟରେ ବୁଧବାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏସ୍ଆଇ ନେଇ ଶୁଣାଣି ବେଳେ ପଶ୍ଚିମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ କୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିଛନ୍ତି। ମମତା ବ୍ୟକ୍ତିଗତ ଭାବରେ ମାମଲା ଉପରେ ଯୁକ୍ତି କରିବା ପାଇଁ ଅନୁମତି ମାଗି ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରିଥିଲେ। ଏସ୍ଆଇର ବିରୋଧରେ ମମତା ମୋଷ୍ଟାରୀ ବାନୁ, ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓବ୍ରାଏନ୍ ଓ ଡାଲୋ ସେନ୍ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ। ପରବର୍ତ୍ତୀ ଖବର ଜାପାନରେ ତାଣ୍ଡବ ରଚିଛି ତୁଷାରପାତ, ଭାଙ୍ଗିଲା 40 ବର୍ଷର ରେକର୍ଡ, 35 ମୃତ। ଜାପାନର ଉତ୍ତର ଭାଗରେ ପ୍ରକୃତି ତାଣ୍ଡବ ରଚିଛି। ଗତ 2 ସପ୍ତାହ ଧରି ପ୍ରବଳ ତୁଷାରପାତ ସମଗ୍ର ସହରକୁ ଧଳାର ମୃତ୍ୟୁ ଚାଦରରେ ଘୋଡ଼ାଇ ଦେଇଛି। ଜାପାନୀ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ତୁଷାରପାତ ଯୋଗୁଁ ଏହି ପର୍ଯ୍ୟନ୍ତ 35 ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କର ଛାତରୁ ବରଫ ହଟାଇବା ସମୟରେ ଖସି ପଡ଼ି ମୃତ୍ୟୁ ହୋଇଥିବା ବେଳେ ଆଉ କେତେ ହଠାତ୍ ହୃଦଘାତର ଶିକାର ହୋଇ ଜୀବନ ଯାଇଛି। ପରବର୍ତ୍ତୀ ଖବର ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ, 4000ରୁ ଅଧିକ ପୋଲିସ କର୍ମଚାରୀଙ୍କ ହାତରେ ଟ୍ରାଫିକ ପରିଚାଳନା ଦାୟିତ୍ୱ। ଫେବୃଆରୀ 16ରୁ 20 ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆନ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଏଆଇ ଇମ୍ପାକ୍ଟ ସମିଟ୍ ସମୟରେ ଟ୍ରାଫିକ ପରିଚାଳନା ପାଇଁ 10 ଜଣ ଡେପୁଟି ପୋଲିସ କମିଶନର ଡିସିପି ସମେତ 4000ରୁ ଅଧିକ ଦିଲ୍ଲୀ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଟ୍ରାଫିକ ପରିଚାଳନା ପାଇଁ ଦିଲ୍ଲୀରେ 10ଟି ଜୋନ୍ ସୃଷ୍ଟି କରାଯିବ। ଜୋନ୍ଗୁଡ଼ିକୁ 22ଟି ସେକ୍ଟରରେ ବିଭକ୍ତ କରାଯିବ। ଭାରତ ମଣ୍ଡପମରେ କାର୍ଯ୍ୟକ୍ରମ ସ୍ଥାନ କେନ୍ଦ୍ରୀୟ ଦକ୍ଷିଣ ଦିଲ୍ଲୀର 10ଟି ବିଳାସପୂର୍ଣ୍ଣ ହୋଟେଲ, ଯେଉଁଠାରେ ବିଦେଶୀ ପ୍ରତିନିଧିମାନେ ରହିବେ। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ତଥା ଏହି ସମସ୍ତ ସ୍ଥାନକୁ ସଂଯୋଗ କରୁଥିବା ରୁଟ୍ସଗୁଡ଼ିକ କଭର କରାଯିବ। ପରବର୍ତ୍ତୀ ଖବର ଇଞ୍ଜିନରୁ ବାହାରିଲା ନିଆଁ, କୋଲକାତା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ ତୁର୍କୀ ବିମାନ। ବୁଧବାର ଅପରାହ୍ନରେ ତୁର୍କିଶ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଛି। ପରେ ବିମାନଟିକୁ କୋଲକାତା ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ନେପାଳ ରାଜଧାନୀରୁ ଇସ୍ତାନବୁଲ ଅଭିମୁଖେ ଯାଉଥିବା ତୁର୍କିଶ ଏୟାରଲାଇନ୍ସର ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି କ୍ଷଣ ପରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ପରବର୍ତ୍ତୀ ଖବର ସାତକୋଶିଆ ପାଇଁ 100 କୋଟି। ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ୱସ୍ତରୀୟ ଇକୋ ଟୁରିଜମ ହବ୍। ପ୍ରାୟ 100 କୋଟି ଟଙ୍କା ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି। 69 କୋଟି 75 ଲକ୍ଷ ସବିଶେଷ ପ୍ରକଳ୍ପ ରିପୋର୍ଟ ଡିପିଆରକୁ ଅନୁମୋଦନ ମିଳିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବ୍ୟାଘ୍ର ଅଭୟାରଣ୍ୟର 6ଟି ସ୍ଥାନ ଚିହ୍ନଟ କରାଯାଇଛି। ପୁରୁଣା କୋଟ ଜଗନ୍ନାଥପୁର ଟିକରପଡ଼ାରେ ହେବ ନୂଆ ପ୍ରବେଶ ପଥ। ପରବର୍ତ୍ତୀ ଖବର ଫେବୃଆରୀ 10ରେ କୃଷିମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ ଦାହା ହେବ କୁଶ ପୁତଳିକା। ସାରା ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ବିରୋଧରେ କୃଷକମାନଙ୍କର କ୍ରୋଧ ଅସନ୍ତୋଷ ବଢି ବଢି ଚାଲିଛି। ସରକାର ସବୁବେଳେ ସମସ୍ୟା ପ୍ରଶମିତ ହେଲା ବୋଲି ମିଛ କହି ଚାଲିଛନ୍ତି। ଏବେ ବି କୃଷକ ରାସ୍ତା ଉପରେ ଧାନ ବସ୍ତା ରଖି ପ୍ରତିବାଦ କରୁଛି। ଆନ୍ଦୋଳନ ଥମିବାର ନା ଧରୁନି। ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳମତ ନିର୍ବିଶେଷରେ ଚାଷୀ ମେଳି ବାନ୍ଧୁଛନ୍ତି ଏବଂ ଧାନ କିଣାବିକାରେ ହେରଫେର ଓ କଟନୀ ଛଟନୀ ବିରୋଧରେ ପ୍ରତିବାଦ କରୁଛନ୍ତି। କିଷାନ କଂଗ୍ରେସ ପ୍ରତିବାଦ ପ୍ରତିରୋଧ କରି ଚାଲିଛି। ପରବର୍ତ୍ତୀ ଖବର ରାଷ୍ଟ୍ରପତିଙ୍କୁ ପତ୍ନୀଙ୍କ ସହ ଭେଟିଲେ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ରାଷ୍ଟ୍ରପତି ଏବେ ଓଡ଼ିଶା ଗସ୍ତରେ ଆସିଛନ୍ତି।
କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତି ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ପିଣ୍ଡଦାନ କରିଛନ୍ତି। ଏହାପରେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ଭେଟିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ପତ୍ନୀ ଡକ୍ଟର ପ୍ରିୟଙ୍କା ମାଣ୍ଡି ମଧ୍ୟ ଉପସ୍ଥିତ ଥିଲେ। ପରବର୍ତ୍ତୀ ଖବର, ଉତ୍ତରାଖଣ୍ଡରେ ମାଦ୍ରାସା ବୋର୍ଡ ଉଚ୍ଛେଦ, ଜାରି ହେଲା ନୂଆ ବିଜ୍ଞପ୍ତି। ଉତ୍ତରାଖଣ୍ଡର ପୁଷ୍କର ସିଂ ଧାମୀ ସରକାର ମାଦ୍ରାସା ବୋର୍ଡ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଛେଦ ପରେ ସରକାର ଏହାକୁ ଏକ ନୂତନ ପ୍ରାଧିକରଣ ସହିତ ବଦଳାଇବେ। ରାଜ୍ୟପାଳଙ୍କ ଅନୁମୋଦନ ପରେ ଧାମୀ ସରକାର ରାଜ୍ୟ ସଂଖ୍ୟାଲଘୁ ଶିକ୍ଷା ପ୍ରାଧିକରଣ ଲାଗୁ କରିବେ। ଏହି ପ୍ରାଧିକରଣ ଗଠନ ସମ୍ପର୍କରେ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଦିନ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ଅଧ୍ୟକ୍ଷ ସମେତ ମୋଟ 11ଟି ପଦବୀରେ ନିଯୁକ୍ତି ଦିଆଯାଇଛି। ପରବର୍ତ୍ତୀ ଖବର, କୋଣାର୍କ ଉପକୂଳରେ ବିରଳ ଅଲିଭ୍ ରିଡେଲଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ। 2077 ଅଣ୍ଡା ସଂଗ୍ରହ। କୋଣାର୍କ ସମୁଦ୍ର ଉପକୂଳରେ ବିରଳ ଅଲିଭ୍ ରିଡେଲଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଫେବୃଆରୀ 2 ତାରିଖ ପର୍ଯ୍ୟନ୍ତ 19ଟି ବସାରେ ସମୁଦାୟ 2077 ଅଣ୍ଡା ସଂଗୃହୀତ କରାଯାଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ରଖାଯାଇଛି। ଏହି ଅଣ୍ଡାଗୁଡ଼ିକ 4ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ରର ସୁରକ୍ଷିତ ଉପାୟରେ ରଖାଯାଇଛି। ସଂଗୃହୀତ ଅଣ୍ଡାରୁ ଆସନ୍ତା 45ରୁ 55 ଦିନ ମଧ୍ୟରେ ଛୁଆ ଫୁଟିବ। ପରବର୍ତ୍ତୀ ଖବର, ଆମେରିକା ଠାରୁ ତେଲ କିଣିବା ପ୍ରସଙ୍ଗରେ ଭାରତକୁ ରୁଷର ସମର୍ଥନ। ରୁଷଠୁ ଭାରତ ଆଉ ତୈଳ କ୍ରୟ କରିବ ନାହିଁ। ଆମେରିକାଠୁ ତେଲ କିଣିବ ଭାରତ। ଆମେରିକା ସହ ଭାରତର ବାଣିଜ୍ୟ ଚୁକ୍ତି ପରେ କିଛି ଏଭଳି ଦାବି ଉଠାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଏହି ବୟାନ ଉପରେ ସମସ୍ତଙ୍କ ନଜର ମସ୍କୋ ଉପରେ ରହିଥିଲା। ପ୍ରଶ୍ନ ଉଠୁଥିଲା ଯେ କ'ଣ ଭାରତ ରୁଷ ସମ୍ପର୍କରେ ଫାଟ ସୃଷ୍ଟି ହେବ ନା ଆମେରିକା ଚାପରେ ଆସି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପୁରୁଣା ବନ୍ଧୁଙ୍କ ହାତ ଛାଡ଼ିଦେଲେ। ଏଭଳି ଅନେକ ପ୍ରଶ୍ନ ଉପୁଜୁଥିବା ବେଳେ ବୁଧବାର ରୁଷ ତରଫରୁ ଯେଉଁ ବୟାନ ଆସିଛି ତାହା ସବୁ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି। ରୁଷ ସ୍ପଷ୍ଟ କରି କହିଛି, ଯଦି ତେଲ କିଣିବା ପାଇଁ ଭାରତ କୌଣସି ବିକଳ୍ପ ଅପଣାଉଛି ତାହେଲେ ଏଥିରେ କୌଣସି ଆପତ୍ତି ନାହିଁ। ପରବର୍ତ୍ତୀ ଖବର, ଟି20 ବିଶ୍ୱକପ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ। 32 ଜଣଙ୍କୁ ପଛରେ ପକାଇଲେ ଇଶାନ କିଶାନ। ଟି20 ବିଶ୍ୱକପ ପୂର୍ବରୁ ଇଶାନ କିଶାନଙ୍କ ବଡ଼ କମାଲ। ଆଇସିସି ରାଙ୍କିଙ୍ଗରେ ଉପରକୁ ଉଠିଲେ ଇଶାନ। ସିଧା 32 ଜଣ ଖେଳାଳିଙ୍କୁ ପଛରେ ପକାଇଛନ୍ତି ଏହି ବାମହାତୀ ବ୍ୟାଟ୍ସମ୍ୟାନ ଇଶାନ। ନ୍ୟୁଜିଲାଣ୍ଡ ବିପକ୍ଷ ଟି20 ସିରିଜରେ ଦୀର୍ଘ ଦିନ ପରେ ଦଳକୁ ଫେରିଥିଲେ। ଏହି ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି ଇଶାନ କିଶାନ। ନ୍ୟୁଜିଲାଣ୍ଡ ବିପକ୍ଷ 5ଟି ମ୍ୟାଚ୍ ବିଶିଷ୍ଟ ସିରିଜରେ 4ଟି ମ୍ୟାଚ୍ ଖେଳିଥିଲେ। 4ଟି ମ୍ୟାଚରେ ଯଥାକ୍ରମେ ଗୋଟିଏ ମ୍ୟାଚରେ 8, 76, 28, 103 ରନ୍ କରିଥିଲେ। ଅଭିଷେକ ଶର୍ମା ଏବେ ମଧ୍ୟ 1 ନମ୍ବର ସ୍ଥାନରେ ଅଛନ୍ତି। ସୂର୍ଯ୍ୟକୁମାର ଯାଦବ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ପୂର୍ବରୁ 7ମ ସ୍ଥାନରେ ରହିଥିଲେ, ମାତ୍ର ଏବେ ସେ 6ଠ ସ୍ଥାନକୁ ଉଠିଛନ୍ତି। ସେପଟେ ଶିବମ ଦୁବେ 17 ଜଣଙ୍କୁ ପଛରେ ପକାଇ ଏବେ 41 ନମ୍ବରରେ ଅଛନ୍ତି। ସଞ୍ଜୁ ସମସନ ସମ୍ପୂର୍ଣ୍ଣ ସିରିଜରେ ଫ୍ଲପ୍ ହୋଇଥିବା ଏହି ୱିକେଟ କିପର ବ୍ୟାଟ୍ସମ୍ୟାନ ଏବେ 56 ନମ୍ବର ସ୍ଥାନକୁ ଖସି ଯାଇଛନ୍ତି। ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବେ ଶୀର୍ଷ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଥିବା ପାକିସ୍ତାନୀ ସ୍ପିନର ଅବରାର ଅହମ୍ମଦଙ୍କ ଠାରୁ 28 ପଏଣ୍ଟ ଅଧିକ ଅଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶା କପ୍ 2025 ଉତ୍କଳ ରାଇଜିଂ ଷ୍ଟାର୍ସ ଚାମ୍ପିୟନ। ଓଡ଼ିଶା କପ୍ ସ୍ପୋର୍ଟସ ଆସୋସିଏସନ ଅଫ୍ ୟୁଏର ଅଜମାନର ଦି 7 ଡିଷ୍ଟ୍ରିକ୍ଟ କ୍ଲବରେ ଓଡ଼ିଶା କପ୍ 2025 ସଂସ୍କରଣ 12 ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ କଳିଙ୍ଗ ୱାରିୟର୍ସ ଓ ଉତ୍କଳ ରାଇଜିଂ ଷ୍ଟାର୍ସ ମଧ୍ୟରେ ଖେଳାଯାଇଥିଲା। ଉତ୍କଳ ରାଇଜିଂ ଷ୍ଟାର୍ସ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ 20 ଓଭରରେ ସମସ୍ତ ୱିକେଟ ହରାଇ 127 ରନ୍ କରିଥିଲା। ଜବାବରେ କଳିଙ୍ଗ ୱାରିୟର୍ସ 9 ୱିକେଟ ବିନିମୟରେ 102 ରନ୍ କରିବାକୁ ସମର୍ଥ ହୋଇଥିଲା। ପରବର୍ତ୍ତୀ ଖବର, ବିଧାନସଭା ପରିସରରେ ଶ୍ରାଦ୍ଧବାର୍ଷିକୀ ଅବସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି। ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତିର ଗର୍ବ ଗୌରବର ପ୍ରତୀକ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶାରେ ନୂତନ ରାଜନୈତିକ ଚେତନା ସୃଷ୍ଟି କରି ଓଡ଼ିଶାର ଏବଂ ଓଡ଼ିଆ ଜାତିର ଉନ୍ନତି ଓ ସ୍ୱାର୍ଥ ରକ୍ଷା ତଥା ସ୍ୱାଭିମାନ ବଜାୟ ରଖିବା ପାଇଁ ମଧୁବାବୁ ସର୍ବସ୍ୱ ତ୍ୟାଗ କରିଥିଲେ। ମଧୁସୂଦନ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରାଜ୍ୟ ବିଧାନସଭା ପରିସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସରକାରୀ ଦଳ ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ବିଧାୟକ ଶ୍ରୀ ଅରବିନ୍ଦ ଢାଲି ଓ ଶ୍ରୀ ପ୍ରିୟଦର୍ଶିନୀ ମିଶ୍ର, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଓ ଉତ୍କଳ ସମ୍ମିଳନୀର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରବର୍ତ୍ତୀ ଖବର, ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ୱାଇ ଖେମଚାନ୍ଦ ସିଂ। ମଣିପୁର ବିଜେପି ବିଧାୟକ ଦଳ ନେତା ୟୁମନାମ ଖେମଚାନ୍ଦ ସିଂ ବୁଧବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଜାତିଗତ ବିବାଦ ପ୍ରପୀଡ଼ିତ ରାଜ୍ୟରେ ପ୍ରାୟ 1 ବର୍ଷ ପରେ ରାଷ୍ଟ୍ରପତି ଶାସନ ଶେଷ ହୋଇଛି। ମଣିପୁର ରାଜ୍ୟପାଳ ଅଜୟ ଭଲ୍ଲା ଇମ୍ଫାଲର ଲୋକଭବନରେ ଖେମଚାନ୍ଦଙ୍କୁ ଶପଥପାଠ କରାଇଛନ୍ତି। ଏହି ଉତ୍ସବରେ ରାଜ୍ୟର ଅନେକ ବିଜେପି ବିଧାୟକ ଦଳର ବରିଷ୍ଠ କର୍ମକର୍ତ୍ତା ଓ ଏନଡିଏର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ବିକଶିତ ଭାରତ 2047ରେ ମଣିପୁର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ମଣିପୁରରେ 36ଟି ସମ୍ପ୍ରଦାୟ ଅଛନ୍ତି ଏବଂ ଆମେ ରାଜ୍ୟରେ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ଆଣିବାକୁ ଆଶା କରୁଛୁ ବୋଲି ଶପଥ ଗ୍ରହଣ ସମାରୋହ ପରେ ସିଂ କହିଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶା ପୋଲିସରେ ଅପରେସନ ଅନ୍ୱେଷଣ 2 5451 ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କଲା ପୋଲିସ।
ପରିବାର ଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ପୁନଃ ପରିବାର ସହ ମିଳନ କରାଇବାରେ ଓଡ଼ିଶା ପୋଲିସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର କୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ 21/1/2026ରୁ 30/1/2026 ପର୍ଯ୍ୟନ୍ତ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ଅପରେସନ ଅନ୍ୱେଷଣ 2 ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସହରାଞ୍ଚଳ ପୋଲିସ ସକ୍ରିୟ ଭାବରେ ସାମିଲ ହୋଇ ରେକର୍ଡ ସଂଖ୍ୟକ 5451 ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ସେଥିମଧ୍ୟରୁ 77 ଜଣ ନାବାଳକ, 709 ଜଣ ନାବାଳିକା ଓ 4665 ଜଣ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି। ପରବର୍ତ୍ତୀ ଖବର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୀତିନୀତି ନେଇ ଆଲୋଚନା। ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ଶୃଙ୍ଖଳିତ ରୀତିନୀତି ଏବଂ ପୂଜାବିଧି ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଥିଲା। ଏଥିସହିତ ଚଳିତ ଜାଗର ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ। ଚଳିତ ଫେବୃଆରୀ 15 ତାରିଖରେ ଜାଗର ଉତ୍ସବ ଅନୁଷ୍ଠିତ ହେଉଛି। ପରବର୍ତ୍ତୀ ଖବର ବନାଗ୍ନି ରୋକିବାକୁ ବନ ବିଭାଗର ବଡ଼ ପ୍ରସ୍ତୁତି। ଗ୍ରୀଷ୍ମ ଋତୁ ପୂର୍ବରୁ ନିଆଯିବ ପଦକ୍ଷେପ। ବନାଗ୍ନି ରୋକିବାକୁ ବନ ବିଭାଗର ବଡ଼ ପ୍ରସ୍ତୁତି। ଗ୍ରୀଷ୍ମ ଋତୁ ପୂର୍ବରୁ ଜଙ୍ଗଲ ନିଆଁ ରୋକିବାକୁ ପଦକ୍ଷେପ ନିଆଯିବ। ଜାନୁଆରୀ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ଗତ ବର୍ଷ ଜାନୁଆରୀ 670 ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ 341 ପଏଣ୍ଟରେ ନିଆଁ ଲାଗିଛି। ଜଙ୍ଗଲ ନିଆଁ ଆୟତ ପାଇଁ 20,461 ଫାୟାର ଲାଇନ ସୃଷ୍ଟି କରାଯାଇଛି। ସେହିପରି 334 ବନାଗ୍ନି ସୁରକ୍ଷା ଦଳ ନିୟୋଜିତ କରାଯାଇଛି।